ଆଜି ଆମେ ଚୁଡ଼ା ମିକ୍ସଚର ତିଆରି କରିବା। ଚୁଡ଼ା ମିକ୍ସଚର କମ୍ ତେଲରେ ତିଆରି କରିବା। ଚୁଡ଼ା ମିକ୍ସଚର ପାଇଁ ମୁଁ ସବୁ ନେଇଛି ଯାହା ସାମଗ୍ରୀ ଦେଖାଉଛି। ବାଦାମ, ଆଲମଣ୍ଡ, କିଛି ତେଲ ନେଇଛି, ପୁରା କମ୍ ତେଲ ନେଇଛି, ଲୁଣ, ହଳଦୀ, ହେଙ୍ଗୁ, ଭୃଷଙ୍ଗ ପତ୍ର ଆଉ ମାର୍କେଟରେ ମିଳୁଥିବା ପତଳା ଚୁଡ଼ା, ତା ସାଙ୍ଗରେ ମୁଁ କିଛି ସେଓ ନେଇଛି। ପ୍ରଥମେ ଗ୍ୟାସ୍ ଅନ୍ କରିକିରି କଡ଼େଇ ବସାଇଦେବା। କଡ଼େଇରେ ଆମେ ବାଦାମ ଆଉ ଆଲମଣ୍ଡକୁ ବିନା ତେଲରେ ଭାଜିବା। ତେଜରେ ଭାଜିବେ। ଦେଖନ୍ତୁ ଏବେ ବାଦାମ ଆଉ ଆଲମଣ୍ଡ ପୁରା ହେଇଯାଇଛି। ବିନା ତେଲରେ ଭାଜିବେ। ଏମିତି କେତେ ସୁନ୍ଦର ଭାବେ ହେଇଯାଇଛି। ତାପରେ ଆକୁ ଆମେ ଗୋଟେ ଜାଗାକୁ କାଢ଼ିଦେବା। ଅଳ୍ପ ତେଲ ଯେଉଁ ମୁଁ ଦେଖେଇଥିଲି, ଯେତିକି ରଖିଥିଲି ତାକୁ ପକାଇଦେବା। ତେଲ ଏତିକି ତେଲ ରହିଛି, ଚୁଡ଼ା ମିକ୍ସଚର ପ୍ରସ୍ତୁତ ହେଇଯିବ। ତା ଦେହରେ ଟିକେ ହେଙ୍ଗୁ ପକାଇଦେବା। ଭୃଷଙ୍ଗ ପତ୍ର ପକାଇବା। ତାପରେ ଯେଉଁ ଆଲମଣ୍ଡ ଆଉ ବାଦାମ ଭାଜିକି ରଖିଥିଲେ ତାକୁ ପକାଇଦେବା। ଖାଲି ତେଲଟା ମିଶିବା ପାଇଁ ଟିକେ ଏପଟ ସେପଟ କରିଦେବେ। ତାପରେ ଆମେ ତା ଦେହରେ ଚୁଡ଼ା ପକାଇଦେବା। ଚୁଡ଼ା ପକାଇକି ଭଲକି ତାକୁ ମିଶାଇଦେବା। ଲୁଣ ହଳଦୀ ଆମେ ରଖିଥିଲେ ଯେଉଁ ପ୍ଲେଟ୍ରେ, ତାକୁ ପକାଇଦେବା। ପକାଇକି ମିଶାଇଦେବା। ଏପର୍ଯ୍ୟନ୍ତ ଆମେ ଗ୍ୟାସ୍କୁ ତେଜ କରିକିରି ଭାଜୁଥିଲେ। ଏଥର ଆମେ ଗ୍ୟାସ୍ଟାକୁ ସିମ୍ କରିଦେବା। ଗ୍ୟାସ୍ ସିମ୍ କରିଦେଇକିରି 15 ମିନିଟ୍ ପର୍ଯ୍ୟନ୍ତ ଚୁଡ଼ାକୁ ଟିକେ ଟିକେ ଭାଜୁଥିବେ। କିଛି ସମୟ ପରେ ଟିକେ ଖେଳେଇ ଦେଉଥିବେ। ଟିକେ ଟିକେ ଖେଳା ହେଉଥିବ। ସିମ୍ରେ ରହି 15 ମିନିଟ୍ ପର୍ଯ୍ୟନ୍ତ ଭଜା ହେଉଥିବ। ତାପରେ ଆମେ ଯେଉଁ ସେଓ ରଖିଥିଲେ ଟିକେ ପକାଇଦେବା। ପକାଇକିରି କିଛି ସମୟ ଖେଳେଇ ଦେବା। ଭଲକରି ତାକୁ ମିଶାଇଦେବା। ଦେଖନ୍ତୁ ଏବେ ଚୁଡ଼ା ମିକ୍ସଚର ସମ୍ପୂର୍ଣ୍ଣ ହେଇଯାଇଛି। କେତେ ସୁନ୍ଦର ଦେଖାହେଉଛି ଆଉ ଭଲ ମୁସମୁସିଆ ବି ହେଇଥିବ। ତାକୁ ହାତରେ ଦେଖିବେ ନେଇକିରି, ହାତରେ ମୁଁ ଦେଖାଉଛି ଆପଣଙ୍କୁ କେମିତି ହେଇଛି ଚୁଡ଼ା ମିକ୍ସଚର ପ୍ରସ୍ତୁତି। ଦେଖନ୍ତୁ, ଦେଖୁଛନ୍ତି ତ କେମିତି ହେଇଛି? ମୁସମୁସିଆ ଦେଖାଯାଉଛି ନା? ମୁଁ ହାତରେ ଭାଙ୍ଗିକି ଦେଖାଇ ଦେଉଛି। ବିନା ତେଲରେ ଚୁଡ଼ା ମିକ୍ସଚର ଆଉ ଅଳ୍ପ ସମୟରେ ବି ହେଇଗଲା। ତାପରେ ଆମେ ବନ୍ଦ କରିଦେବା ଗ୍ୟାସ୍କୁ। ଥଣ୍ଡା ହେବା ଯାଏ ତାକୁ ଛାଡ଼ିଦେବା। ପୁରା ଥଣ୍ଡା ହେବା ଯାଏ। ଥଣ୍ଡା ହେଇଗଲେ ତାକୁ ଏୟାର ଟାଇଟ୍ର ଗୋଟେ ଡବା ନେଇଯିବେ। ତା ଦେହରେ ଚୁଡ଼ା ମିକ୍ସଚରକୁ ରଖିଦେବେ। ଆପଣ ଯେତେ ଦିନ ଚାହିଁବେ ସେତେ ଦିନ ତାକୁ ଖାଇପାରିବେ ରଖିକିରି। ଯେତେ ସମୟ ପର୍ଯ୍ୟନ୍ତ ଆପଣ ରଖିଲେ ବି ସେ କିଛି ହେବନି। ସେମିତି ମୁସମୁସ ହେଇ ରହିଥିବ ଆଉ ଆପଣ ଏନ୍ଜୟ କରିବେ। ଯଦି ଆପଣଙ୍କୁ ଚୁଡ଼ା ମିକ୍ସଚର ବିନା ତେଲରେ ପ୍ରସ୍ତୁତ ହୋଇଥିବା ଯେଉଁ ଚୁଡ଼ା ମିକ୍ସଚର ଭଲ ଲାଗିଛି, ତାହେଲେ ଆପଣ ସବସ୍କ୍ରାଇବ୍